ନମସ୍କାର, ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ମୃତ ପିତାମାତାଙ୍କର ଫଟୋ ଘରେ ଲଗାଉଛନ୍ତି କି? ସାବଧାନ ହୁଅନ୍ତୁ। ମୃତ ପିତାମାତାଙ୍କର ଫଟୋ ଘରେ ଲଗାଇବା ଦ୍ୱାରା କ'ଣ ସୁବିଧା ହୁଏ, କ'ଣ ଅସୁବିଧା ହୁଏ, ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ପିତାମାତା ହେଉଛନ୍ତି ଆମ ଜୀବନର ସବୁଠାରୁ ବଡ଼ ଗୁରୁ। ସେମାନଙ୍କର ପ୍ରେମ ଓ ଆତ୍ମୀୟତା, ସେମାନଙ୍କର ପ୍ରେମ ଏବଂ ଆଶୀର୍ବାଦ ଆମ ଜୀବନର ବଡ଼ ସମ୍ପତ୍ତି। କିନ୍ତୁ ଯେତେବେଳେ ସେ ଏହି ଦୁନିଆ ଛାଡ଼ି ଯାଆନ୍ତି, ସେତେବେଳେ ଲୋକମାନେ ତାଙ୍କର ଫଟୋ ସ୍ମୃତିରେ ଘରେ ଲଗାଇଥାନ୍ତି। କିନ୍ତୁ ଏଠାରେ ପ୍ରଶ୍ନ ଉଠେ କି ଆମମାନଙ୍କ ଘରେ ସେମାନଙ୍କର ଫଟୋ ଲଗାଇବା ଉଚିତ କି? ଏହାର କୌଣସି ଆଧ୍ୟାତ୍ମିକ ପ୍ରଭାବ ଅଛି କି? ଆଜିର କାହାଣୀରେ ସ୍ୱୟଂ ଭଗବାନ ଶିବ ତାଙ୍କ ଭକ୍ତ ଶିବଦତ୍ତଙ୍କୁ ଏହି ଗୁପ୍ତ କଥା ବିଷୟରେ କିଛି କହିଛନ୍ତି। ଆସନ୍ତୁ କାହାଣୀକୁ ଆରମ୍ଭ କରିବା। ଗୋଟେ ଦିନ ଗରୁଡ଼ ଦେବ ନିର୍ଜନ ଜାଗାରେ ବିଚରଣ କରୁଥିଲେ। ସେହି ସମୟରେ ସେ ଦେଖିଲେ ଗୋଟିଏ ସ୍ଥାନରେ କିଛି ଲୋକ ଗୋଟିଏ ମୃତ ବ୍ୟକ୍ତିଙ୍କ ଚିତା ପାଖରେ ଠିଆ ହୋଇ କାନ୍ଦୁଛନ୍ତି ଏବଂ ସେମାନଙ୍କର ହୃଦୟ ଅସୀମ ପୀଡ଼ାରେ ଭରି ଯାଇଛି। କିଛି ସମୟ ପରେ ମୃତ ବ୍ୟକ୍ତିଙ୍କର ସମ୍ପର୍କୀୟମାନେ ସେମାନଙ୍କ ଘରେ ତାଙ୍କର ଫଟୋ ଲଗାଇଲେ ଏବଂ ତାହା ସମ୍ମୁଖରେ ବସି ତାଙ୍କୁ ମନେ ପକାଇବାକୁ ଲାଗିଲେ। ଏହି ଦୃଶ୍ୟ ଦେଖି ଗରୁଡ଼ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଭାବିବାକୁ ଲାଗିଲେ ଯେ ଏବେ ତାଙ୍କ ସମ୍ମୁଖରେ ମଣିଷମାନେ ତାଙ୍କର ମୃତ୍ୟୁ ପରେ ତାଙ୍କର ଫଟୋକୁ କାହିଁକି ଲଗାଇଲେ? ସେ ଏହି ଦୁନିଆରୁ ମୁକ୍ତ ହୋଇଛନ୍ତି। ଏବେ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ଏହି ଫଟୋ ମାଧ୍ୟମରେ ବାନ୍ଧି ରଖିଛନ୍ତି। ଏହା କରିବା କ'ଣ ଠିକ୍ କଥା? ଏହା କରିବା ଦ୍ୱାରା ପରିବାରର ସମସ୍ତ ସଦସ୍ୟ ମୃତ ବ୍ୟକ୍ତିଙ୍କର ଆଶୀର୍ବାଦ ପାଆନ୍ତି କି ନା କି ଏହାର ଅନ୍ୟ କୌଣସି କାରଣ ଅଛି? ସେହି ଦୃଶ୍ୟ ଦେଖି ଗରୁଡ଼ ଦେବ କିଛି ବୁଝିପାରିଲେ ନାହିଁ ଏବଂ ତାଙ୍କ ପ୍ରଶ୍ନର ଉତ୍ତର ପାଇବା ପାଇଁ ସେ ଭଗବାନ ବିଷ୍ଣୁଙ୍କ ପାଖକୁ ଯାଇଥିଲେ। ଭଗବାନ ବିଷ୍ଣୁ ତାଙ୍କୁ ଦେଖି ଭାବିଲେ ଯେ ଗରୁଡ଼ ଦେବ ନିଶ୍ଚିତ ଭାବରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ନେଇ ଆସିଛନ୍ତି। ତାପରେ ଭଗବାନ ବିଷ୍ଣୁ ଗରୁଡ଼ ଦେବଙ୍କୁ ପଚାରିଲେ, ହେ ପକ୍ଷୀରାଜ, ତୁମେ ଏତେ ଚିନ୍ତିତ କାହିଁକି? ନିଶ୍ଚୟ ତୁମେ କୌଣସି ସନ୍ଦେହ ଦୂର କରିବା ପାଇଁ ଆସିଛ। ଏହି କଥା ଶୁଣି ଗରୁଡ଼ ଦେବ କହିଲେ, ହେ ପ୍ରଭୁ, ଆଜି ମୁଁ ଆପଣଙ୍କଠାରୁ ଜାଣିବାକୁ ଆସିଛି ଯେ ପୃଥିବୀରେ ଯେତେବେଳେ କାହାର ମୃତ୍ୟୁ ହୁଏ, ସେମାନଙ୍କର ପରିଜନମାନେ କାହିଁକି ଘରେ ତାଙ୍କର ଫଟୋ ଲଗାଇଥାନ୍ତି? ହେ ପ୍ରଭୁ, ଏହା କରିବା କାହିଁକି ଠିକ୍? ଏହା କରିବା ଦ୍ୱାରା ପରିବାରର ସଦସ୍ୟମାନେ କିଛି ଲାଭ ପାଆନ୍ତି କି? ଏହା କରିବା ଦ୍ୱାରା ପରିବାରର ସଦସ୍ୟମାନଙ୍କ ଉପରେ ମୃତ ବ୍ୟକ୍ତିଙ୍କର ଆଶୀର୍ବାଦ ରହିଥାଏ କି? ଗରୁଡ଼ ଦେବଙ୍କ କଥା ଶୁଣି ଭଗବାନ ବିଷ୍ଣୁ କହିଲେ, ହେ ପକ୍ଷୀରାଜ, ଆଜି ତୁମେ ମୋତେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛ। ଏହି ପ୍ରଶ୍ନର ଉତ୍ତରରେ ସମଗ୍ର ମାନବ ଜାତିର କଲ୍ୟାଣ ଲୁଚି ରହିଛି। ମୁଁ ଗୋଟିଏ ଅଲୌକିକ କାହାଣୀରେ ତୁମକୁ ଏହି ପ୍ରଶ୍ନର ଉତ୍ତର ଦେବି। ତୁମେ ଏହି କାହାଣୀକୁ ଶେଷ ପର୍ଯ୍ୟନ୍ତ ଧ୍ୟାନର ସହିତ ଶୁଣ। ତାପରେ ଭଗବାନ ବିଷ୍ଣୁ କାହାଣୀ କହିବା ଆରମ୍ଭ କଲେ। କାଶୀରେ ଜଣେ ଯୁବକ ରହୁଥିଲେ, ଯାହାର ନାମ ଥିଲା ଶିବଦତ୍ତ। ଶିବଦତ୍ତ ଭଗବାନଙ୍କ ଶିବଙ୍କ ଭକ୍ତ ଥିଲେ। ସେ ସର୍ବଦା ସତ୍ୟ ଓ ଧର୍ମର ପାଳନ କରୁଥିଲେ ଏବଂ ନିଜ ପିତାମାତାଙ୍କର ସେବା ମନପ୍ରାଣ ଦେଇ କରୁଥିଲେ।
ଏହିପରି ଭାବେ ସମୟ ଗଡ଼ି ଯାଉଥିଲା ଏବଂ ସେ ତାଙ୍କ ପିତାମାତାଙ୍କ ସହିତ ସୁଖରେ ଜୀବନ ବିତାଉଥିଲେ। ଶିବଦତ୍ତଙ୍କ ସ୍ତ୍ରୀଙ୍କ ନାମ ଥିଲା କମଳା। କମଳା ମଧ୍ୟ ଜଣେ ଚରିତ୍ରବାନ, ସତ୍ୟବାନ ଏବଂ ପତି ଧର୍ମ ପାଳନ କରୁଥିବା ପତିବ୍ରତା ନାରୀ ଥିଲେ। ସେ ସାରାଦିନ ନିଷ୍ଠାର ସହିତ କାମ କରୁଥିଲେ ଏବଂ ଯାହା ଟଙ୍କା ରୋଜଗାର କରୁଥିଲେ ସେଥିରେ ତାଙ୍କ ପରିବାରର ଭରଣ ପୋଷଣ କରୁଥିଲେ। ସେ ତାଙ୍କ ପିତାମାତାଙ୍କୁ ବହୁତ ଭଲ ପାଉଥିଲେ। ହଠାତ୍ ଗୋଟିଏ ଦିନ ଶିବଦତ୍ତଙ୍କ ପିତାମାତା ମୃତ୍ୟୁବରଣ କଲେ। ଏହାପରେ ସେ ବହୁତ ଦୁଃଖିତ ହୋଇଗଲେ। ପିତାମାତାଙ୍କର ଶେଷକୃତ୍ୟ କରିବା ପରେ ଘରର ପୂଜାସ୍ଥଳରେ ପିତାମାତାଙ୍କର ଗୋଟିଏ ଫଟୋ ସ୍ଥାପନା କରାଇଲେ ଏବଂ ପ୍ରତିଦିନ ପୂଜା କରିବା ଆରମ୍ଭ କଲେ। ଏବେ ତାଙ୍କ ଜୀବନରେ ତାଙ୍କ ପିତାମାତାଙ୍କୁ ପୂଜା କରି ବିତିବାକୁ ଲାଗିଲା। କିଛି ମାସ ପରେ ତାଙ୍କ ଜୀବନରେ କିଛି ଅଘଟଣ ଘଟିବାକୁ ଲାଗିଲା। ମାନସିକ ଅସ୍ଥିରତା ବଢ଼ିବାକୁ ଲାଗିଲା। ଘରେ ଅଦ୍ଭୁତ ଘଟଣାମାନ ଘଟୁଥିଲା। ତାଙ୍କୁ ଅଜବ ସ୍ୱପ୍ନମାନ ଦେଖାଯାଉଥିଲା। ଏବେ ସେ ପ୍ରତିଦିନ ପତ୍ନୀ କମଳାଙ୍କ ସହିତ ଝଗଡ଼ା କରିବାକୁ ଲାଗିଲେ। ଶିବଦତ୍ତ ମନ ସମ୍ପୂର୍ଣ୍ଣ ଅସ୍ଥିର ହୋଇଗଲା। ଗୋଟିଏ ଦିନ ସେ ଗଙ୍ଗା କୂଳରେ ବସି ଭୋ ଭୋ ହୋଇ କାନ୍ଦୁଥିଲେ। ସେହି କୂଳରେ ଗୋଟିଏ ଶିବଲିଙ୍ଗ ଥିଲା। ସେ ଶିବଲିଙ୍ଗ ସମ୍ମୁଖରେ ହାତ ଯୋଡ଼ି ଗୁହାରି କରୁଥିଲେ ଏବଂ କହିଲେ, ହେ ଶିବଶମ୍ଭୁ, ହେ ମହାଦେବ, ଦୟାକରି ମୋତେ ସଠିକ୍ ମାର୍ଗଦର୍ଶନ କରାନ୍ତୁ। ମୁଁ ପିତାମାତାଙ୍କର ଫଟୋ ଲଗାଇ ପୂଜା କରୁଛି, ତଥାପି ମୋ ଜୀବନରେ କାହିଁକି ଏତେ ଅଶାନ୍ତି ହେଉଛି? ସେ ହୃଦୟରେ ଭଗବାନ ଶିବଙ୍କୁ ପ୍ରାର୍ଥନା କରୁଥିଲେ। ତେଣୁ ସେହି ମୁହୂର୍ତ୍ତରେ ତାଙ୍କୁ ଗୋଟିଏ ଦିବ୍ୟ ଆଲୋକ ଦେଖାଗଲା। ଗୋଟିଏ ପ୍ରକାରର ଦିବ୍ୟ ସୁଗନ୍ଧ ଚାରିପାଖକୁ ବ୍ୟାପିଗଲା ଏବଂ ଭଗବାନ ଶିବ ସ୍ୱୟଂ ଆବିର୍ଭାବ ହୋଇଗଲେ। ତାଙ୍କର ଆଖିରେ କରୁଣା ଏବଂ ମୁଖମଣ୍ଡଳରେ ଶାନ୍ତ ଥିଲା। ଭଗବାନଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ନିଜ ଆଖିରେ ବିଶ୍ୱାସ କରିପାରିଲେ ନାହିଁ ଯେ ସ୍ୱୟଂ ପରମେଶ୍ୱର ମହାଦେବଙ୍କୁ ଦର୍ଶନ ଦେଖିଥିଲେ। ସେ ପରେ ସାହସର ସହିତ ଭଗବାନ ଶିବଙ୍କୁ ପ୍ରାର୍ଥନା କଲେ ଏବଂ କହିଲେ, ହେ ପ୍ରଭୁ, ଆଜି ଆପଣଙ୍କର ଦର୍ଶନ ପାଇଁ ମୋ ଜୀବନ ସଫଳ ହୋଇଗଲା। ମୋ ମନରେ କୌଣସି ପ୍ରକାରର ଦୋଷ କିମ୍ବା ପାପ ନାହିଁ। କିନ୍ତୁ ହେ ପ୍ରଭୁ, ମୋ ଜୀବନରେ ଆସୁଥିବା ଏତେ ସବୁ କଷ୍ଟର କାରଣ କ'ଣ? ମୁଁ ପ୍ରତିଦିନ ମୋ ପିତାମାତାଙ୍କର ଫଟୋ ସାମ୍ନାରେ ବସି ସେମାନଙ୍କୁ ପୂଜା କରୁଥିଲି, ତଥାପି ମୋ ଜୀବନରେ ଏତେ ଦୁଃଖ ହେଉଛି କାହିଁକି? ଶିବଦତ୍ତଙ୍କ କଥା ଶୁଣି ଭଗବାନ ଶଙ୍କର କହିଲେ, ହେ ଶିବଦତ୍ତ, ତୁମର ପ୍ରେମ ଓ ଭକ୍ତି ମହାନ। ପିତାମାତାଙ୍କ ପ୍ରତି ତୁମ ହୃଦୟରେ ଥିବା ଭାବନା ସତ୍ୟରେ ପୂଜାଯୋଗ୍ୟ। କିନ୍ତୁ ତୁମେ ଅଜାଣତରେ ଯାହା କରୁଛ ସେ କେବଳ ଆତ୍ମାକୁ ବାନ୍ଧି ରଖୁନାହିଁ, ବରଂ ଆମ ଜୀବନର ମୂଳ ଉଦ୍ଦେଶ୍ୟ ହେଲା ପରବର୍ତ୍ତୀ ଜନ୍ମ ପ୍ରାପ୍ତ କରିବା। ବ୍ରହ୍ମାଣ୍ଡ ତାଙ୍କ ପାଇଁ ଯେଉଁ ଯାତ୍ରା ସ୍ଥିର କରିଛି ସେଥିରେ ତାଙ୍କୁ ଆଗକୁ ବଢ଼ିବାକୁ ହେବ ଏବଂ ଏହି ଯାତ୍ରାକୁ ସମାପ୍ତ କରିବାକୁ ହେବ। କିନ୍ତୁ ଆମେ ଯେତେବେଳେ ସେହି ବ୍ୟକ୍ତିଙ୍କର ଫଟୋକୁ ଆମ ପୂଜାସ୍ଥଳରେ ରଖିଥାଉ ଏବଂ ପ୍ରତିଦିନ ତାଙ୍କୁ ସ୍ମରଣ କରୁଥାଉ, ଦୀପ ଜାଳିଥାଉ, ଫୁଲ ଅର୍ପଣ କରିଥାଉ, ସେତେବେଳେ ଏହି ପ୍ରେମଭରା ଭକ୍ତି ଏତେ ଗଭୀର ହୋଇଯାଏ ଯେ ଗୋଟିଏ ସମୟରେ ସେ ଆତ୍ମା ପାଇଁ ଗୋଟିଏ ବନ୍ଧନରେ ପରିଣତ ହୋଇଯାଏ। ତାହା ଆମେ ଜାଣିପାରିବା ନାହିଁ। ଆଗକୁ ବଢ଼ିବାକୁ ଯାହା ଥିବ, ଆତ୍ମା ଅମର ପ୍ରେମର ସହିତ ଏହି ଜଗତରେ ଅଟକି ଯାଏ। ଭଗବାନ ଶିବ କହିଲେ, ଶିବଦତ୍ତ,
ସର୍ବଦା ସେମାନଙ୍କ ପ୍ରତି ପ୍ରେମ ଦେଖାଅ, କିନ୍ତୁ ବନ୍ଧନରେ ଧରି ରଖ ନାହିଁ। ସେମାନଙ୍କୁ ମୁକ୍ତ କର, ଆଶୀର୍ବାଦ ପାଇବା ପାଇଁ ପ୍ରାର୍ଥନା କର ଏବଂ ସେମାନଙ୍କୁ ବିଦାୟ ଦିଅ। କାରଣ ପ୍ରକୃତ ପ୍ରେମ ସେହି ଆତ୍ମାରେ ମୁକ୍ତିରେ ଥାଏ, ତାକୁ ଏହି ଜଗତରେ ଅଟକାଇ ରଖିବା ନୁହେଁ। ଭଗବାନ ଶିବ ଶାନ୍ତ ସ୍ୱରରେ କହିଲେ, ଶିବଦତ୍ତ, ପ୍ରତ୍ୟେକ ବ୍ୟକ୍ତି ଏହା ବୁଝିବା ଉଚିତ ଯେ ସ୍ଥାନ ଈଶ୍ୱରଙ୍କ ଶକ୍ତିରେ ପରିପୂର୍ଣ୍ଣ। ଯେଉଁଠାରେ ମନ୍ତ୍ରର ଶବ୍ଦ ପ୍ରତିଧ୍ୱନିତ ହୁଏ, ଯେଉଁଠାରେ ତୁମର ଦୀପର ଶାଖା ଆତ୍ମାକୁ ସମସ୍ତ ଶକ୍ତିମାନଙ୍କ ସହିତ ସଂଯୋଗ କରେ, ସେଠାରେ ମୃତ ବ୍ୟକ୍ତିଙ୍କ ଫଟୋ ରଖିବା ଉଚିତ ନୁହଁ, କାରଣ ସେହି ସ୍ଥାନ ଆମ ଆତ୍ମାର ମୁକ୍ତି କେନ୍ଦ୍ର, ବନ୍ଧନର ନୁହେଁ। ଯେତେବେଳେ ଆମେ ପୂର୍ବପୁରୁଷଙ୍କର ଫଟୋ ଓ ଈଶ୍ୱରଙ୍କୁ ଗୋଟିଏ ସ୍ଥାନରେ ରଖି ପୂଜା କରୁଥାଉ, ସେତେବେଳେ ଆମ ଅଜାଣତରେ ଦୁଇଟି ଭିନ୍ନ ଶକ୍ତିକୁ ଗୋଟିଏ ସ୍ଥାନରେ ଏକତ୍ର କରିଦେଉଛୁ, ଯାହାର ଫଳରେ ଆତ୍ମା କେବଳ ବାନ୍ଧି ହୁଏ ନାହିଁ, ବରଂ ଆମର ଗୁରୁହସ୍ତ ଜୀବନର ଶାନ୍ତିରେ ମଧ୍ୟ ଅଭ୍ୟାସ ହୁଏ। ଏବଂ ଈଶ୍ୱରଙ୍କ ସ୍ଥାନ ହେଉଛି ଆତ୍ମାର ମୁକ୍ତି କେନ୍ଦ୍ର ଓ ପୂର୍ବପୁରୁଷଙ୍କ ସ୍ଥାନ ହେଉଛି ସ୍ମରଣ ଏବଂ ଶ୍ରଦ୍ଧାର ସ୍ଥାନ। ତେଣୁ ଈଶ୍ୱର ଏବଂ ପୂର୍ବପୁରୁଷଙ୍କ ସ୍ଥାନକୁ ପୃଥକ୍ ରଖ ଓ ଶ୍ରଦ୍ଧାକୁ ନିୟମରେ ପାଳନ କର, ଯାହାଦ୍ୱାରା ପ୍ରେମ ବି ଜୟ ରହିବ ଏବଂ ଆତ୍ମା ମଧ୍ୟ ମୋକ୍ଷ ପାଇପାରିବ। ଭଗବାନ ଶିବ ଆଉ ମଧ୍ୟ କହିଛନ୍ତି, ଶିବଦତ୍ତ, ଯଦି ତୁମେ ପିତାମାତାଙ୍କର ଫଟୋ ଘରେ ଲଗାଇବାକୁ ଚାହୁଁଛ, ତେବେ ମନେ ରଖ, ଈଶ୍ୱରଙ୍କ ସ୍ଥାନରେ ନୁହଁ। ଯେଉଁଠାରେ ଈଶ୍ୱର ବାସ କରନ୍ତି, ସେଠାରେ କେବଳ ସେହି ଶକ୍ତିମାନଙ୍କର ଉପସ୍ଥିତ ହେବା ଉଚିତ ଯାହା ମୋକ୍ଷର ପଥ ଦେଖାଏ। ପିତାମାତାଙ୍କର ଫଟୋକୁ ସର୍ବଦା ସ୍ମୃତି ଭାବରେ ଗୋଟିଏ ଶାନ୍ତ ସ୍ଥାନରେ ରଖ, କାରଣ ସେମାନେ ପୂଜ୍ୟ ନୁହନ୍ତି, ସେମାନେ କେବଳ ଶ୍ରଦ୍ଧାଞ୍ଜଳିରେ ଯୋଗ୍ୟ। କାରଣ ଈଶ୍ୱରଙ୍କ ସ୍ଥାନ ସେହି ସ୍ଥାନ ଯେଉଁଠାରେ ପୂଜା କରାଯାଏ ଏବଂ ସ୍ମୃତିକୁ ସ୍ଥାନ ସେହି ସ୍ଥାନ ଯେଉଁଠାରେ ପିତୃପୁରୁଷଙ୍କ ପ୍ରେମର ସହ ସ୍ମରଣ କରାଯାଏ। ଭଗବାନ ଶଙ୍କର ଆହୁରି କୁହନ୍ତି, ହେ ଶିବଦତ୍ତ, ପ୍ରେମ ଓ ପୂଜା ମଧ୍ୟରେ ପାର୍ଥକ୍ୟ ଅଛି। ଯେଉଁ ଆତ୍ମା ଚାଲିଯାଇଛି ତାକୁ ସମ୍ମାନ ଦିଅ, କିନ୍ତୁ ଈଶ୍ୱରଙ୍କର ପୂଜା ଓ ଆତ୍ମାର ସ୍ମୃତିର ପଥକୁ ସମ୍ମାନ କରନି। ଏହା ହିଁ ସତ୍ୟ ଓ ଧର୍ମ। ସେ ଆହୁରି କହିଛନ୍ତି, ଶିବଦତ୍ତ, ତୁମର ମନ ଅସ୍ଥିରତା ହେବା ସ୍ୱାଭାବିକ। ପ୍ରତ୍ୟେକ ସନ୍ତାନମାନେ ପିତାମାତାଙ୍କର ମୃତ୍ୟୁ ପରେ ଏହା ହିଁ ଚାହାନ୍ତି ଯେ ସେମାନଙ୍କର ମୁକ୍ତି ପାଇଁ କିଛି କରିପାରିବେ। ପୂର୍ବପୁରୁଷମାନେ ଶାନ୍ତି ଓ ମୁକ୍ତି ପାଇଁ ଶ୍ରାଦ୍ଧ ତର୍ପଣ ହେଉଛି ସର୍ବୋତ୍ତମ ଉପାୟ, ଯାହାଦ୍ୱାରା ତୁମେ ସେମାନଙ୍କର ଆଶୀର୍ବାଦ ପାଇପାରିବ ଏବଂ ସେମାନଙ୍କୁ ଶାନ୍ତିରେ ବିଦାୟ ଦେଇପାରିବ। ଏହା ହେଉଛି ସେମାନଙ୍କ ପ୍ରତି ତୁମର ପ୍ରକୃତ ସେବା। ଯିଏ ଚାଲିଯାଇଛି ତାକୁ ଆଗକୁ ଯିବାକୁ ଦିଅ, ତାଙ୍କୁ ବନ୍ଧନରେ ଧରି ରଖ ନାହିଁ, ତାଙ୍କୁ ତୁମର ପ୍ରେମରୁ ମୁକ୍ତ ରଖ। ଏହା ହେଉଛି ସନ୍ତାନଙ୍କର ପ୍ରକୃତ କର୍ତ୍ତବ୍ୟ। ଭଗବାନ ଶିବ ଗଭୀର ଆଖିରେ ଶିବଦତ୍ତଙ୍କୁ କହିଲେ, ଏହି ଜଗତ ଗୋଟିଏ ଯାତ୍ରା। ଏଠାରେ ଯେଉଁ ଗୋଟିଏ ଆତ୍ମା ଅଭିଜ୍ଞତା ପାଇଥାଏ, ସେ ଆଗକୁ ଯିବ। ଏଠାକୁ ଗୋଟିଏ ଆତ୍ମା ଆସେ ଅଭିଜ୍ଞତା ପାଇଁ ଏବଂ ତାପରେ ଆଗକୁ ବଢ଼ିଯାଏ। କିନ୍ତୁ ଯେତେବେଳେ ତୁମେ ଆସକ୍ତିରେ ବୁଡ଼ିଯାଅ, ତେବେ ତୁମର ହୃଦୟ ମନ୍ଦ ହେବା ନୁହଁ। ମରଣ ଦ୍ୱାରା ମଧ୍ୟ ଆତ୍ମାକୁ ବାନ୍ଧି ରଖିବା ଦରକାର ନୁହେଁ।
ତୁମେ କେବଳ ତୁମର ହୃଦୟକୁ ବାନ୍ଧ ନୁହେଁ, ବରଂ ସେହି ଆତ୍ମାର ଗତିକୁ ମଧ୍ୟ ବାନ୍ଧି ଦିଅ। ମୋହ ଆତ୍ମାକୁ ବନ୍ଧନରେ ଧରି ନଥାଏ, ପ୍ରେମ ଏହାକୁ ମୁକ୍ତ କରେ। ଯିଏ ଚାଲିଯାଇଛି ସେମାନଙ୍କ ସ୍ମୃତିରେ ଭଲ କାମ କର, ଗରିବ ଓ ଭୋକାମାନଙ୍କୁ ଖାଦ୍ୟ ଦାନ କର। ଏହା ହେଉଛି ସେହି କାମ ଯାହା ତୁମର ପିତାମାତାଙ୍କ ପାଇଁ ଉଚିତ। ଏହି ପଦକ୍ଷେପ ତାଙ୍କର ଆଶୀର୍ବାଦ ଭାବରେ ତୁମେ ଜୀବନକୁ ପରିବର୍ତ୍ତନ କରିଦେଇ ପାରିବ। ମୋହ ଆତ୍ମାକୁ ବନ୍ଧନରେ ବାନ୍ଧେ ଓ ପ୍ରେମ ଆତ୍ମାକୁ ମୁକ୍ତ କରେ। ଯିଏ ଚାଲିଯାଇଛି ତାଙ୍କର ସ୍ମୃତିରେ ଭଲ କାମ କର, ଭୋକିଲାମାନଙ୍କୁ ଖାଦ୍ୟ ଦିଅ। ଏହା ହେଉଛି ସେହି କାମ ଯାହା ତୁମର ପିତାମାତାଙ୍କ ପାଇଁ ଆଶୀର୍ବାଦ ଭାବେ ତୁମ ଜୀବନକୁ ପରିବର୍ତ୍ତନ କରିଦେବ। ତୁମର କର୍ମ ସେହି ହେଉଛି ସେମାନଙ୍କର ଆତ୍ମାର ମଧୁର ସ୍ମୃତି, ଯାହା ସେମାନଙ୍କୁ ଖୁସି ଦେବ ଏବଂ ତୁମକୁ ପ୍ରକୃତିର ଆଡ଼କୁ ନେଇଯିବ। ଭଗବାନ ଶିବଦତ୍ତଙ୍କୁ ଆଶୀର୍ବାଦ ଦେଇ କହିଲେ, ତୁମର ପିତାମାତା ତୁମକୁ ଗଭୀର ଭାବରେ ଭଲ ପାଉଥିଲେ। ସେମାନେ ତୁମ ପାଇଁ ସେମାନଙ୍କ ସମଗ୍ର ଜୀବନଟିକୁ ଉତ୍ସର୍ଗ କରିଦେଇଥିଲେ। ଏବେ ସମୟ ଆସିଛି ଯେ ତୁମର ପ୍ରେମ ସେମାନଙ୍କୁ ବନ୍ଧନରେ ଧରିବାର ମାଧ୍ୟମ ନୁହେଁ, ବରଂ ସେମାନଙ୍କୁ ମୁକ୍ତି ଦେବାର ମାଧ୍ୟମ ହେବ। ଯଦି ତୁମେ ତୁମର ଘରେ ସୁଖ କିମ୍ବା ଶାନ୍ତି ଚାହୁଁଛ, ତେବେ ପ୍ରଥମେ ସେହି ପୁଣ୍ୟାତ୍ମାକୁ ଶାନ୍ତି ଦିଅ ଯେ ସେମାନେ ଆଉ ଏହି ଜଗତରେ ନାହାନ୍ତି। ଶ୍ରଦ୍ଧା ରଖିବା ଆବଶ୍ୟକ, କିନ୍ତୁ ଏହାକୁ ସଂଯମ ସହିତ ଯୋଡ଼ ଏବଂ ପ୍ରକୃତ ଜ୍ଞାନ ସହିତ ତୁମର ଜୀବନକୁ ସଚେତନ କର। ତେବେ ହିଁ ତୁମର ଜୀବନ ସତ୍ୟ ବୋଲି କୁହାଯିବ। ଶିବଦତ୍ତ ହିନ୍ଦୁ ଧର୍ମ ଅନୁସାରେ ଘରେ ମୃତ ବ୍ୟକ୍ତିଙ୍କର ଫଟୋ ନ ଲଗାଇବା ପରମ୍ପରା ଏକ ଗଭୀର ଆଧ୍ୟାତ୍ମିକ ଭାବନା ଏବଂ ସଂସ୍କୃତିର ସହିତ